ପିଲାମାନେ ସମସ୍ତେ ଭଲ ଅଛ? ସମସ୍ତେ ସୂର୍ଯ୍ୟ ଚନ୍ଦ୍ର ଦେଖିଛ ନା? ସୂର୍ଯ୍ୟ କୋଉଠି ରୁହେ? ଆଉ ଜହ୍ନ ଆକାଶରେ। ଜହ୍ନକୁ ଇଂଲିଶରେ କଣ କୁହନ୍ତି? ମୁନ୍ ସ୍ପେଲିଂ କରିପାରିବ? କିଏ କହିପାରିବ? ହାତ ଟେକିଲ। ହାତ ଟେକ। କିଏ କହିପାରିବ? ହାତ ଟେକ। କିଏ କହିପାରିବ? ହାତ ଟେକ। ମୁନ୍ ସ୍ପେଲିଂ କିଏ କରିପାରିବ? ହାତ ଟେକ। MUN। ଭେରି ଗୁଡ୍। ଆଉ ସୂର୍ଯ୍ୟର ଇଂଲିଶ କଣ? ସନ୍ କି ସ୍ପେଲିଂ କରିପାରିବ? SUN। ତମେ ତ କହିଦଉଛ, ହାତ କାହିଁକି ନା ଟେକୁଛ? ମୁଁ କହିଛି କଣ? ହାତ ଟେକିବ, ମୁଁ ଯାହାକୁ ପଚାରିବି ସିଏ କହିବ। ଆଉ ତମେ ହାତ ଟେକିଛ କହିଦଉଛ, ଲାଭ ତାହେଲେ କଣ? ଦେଖିବା କିଏ ଜାଣିଛ ନ ଜାଣିଛନ୍ତି ସମସ୍ତଙ୍କୁ ପଚାରିବା ଗୋଟେ। ସୂର୍ଯ୍ୟ ଚନ୍ଦ୍ର ସମସ୍ତେ ଦେଖିଛ? ଆଉ ତାର ଦେଖିଛ ନା? ତାର କୋଉଠି ହୁଏ? ସେ କେତେବେଳେ ଦେଖାଯାଏ? ରାତିରେ ଦେଖାଯାଏ। ତାର ଇଂଲିଶରେ କଣ କୁହନ୍ତି? ଭେରି ଗୁଡ୍। ଆମେ ତାଙ୍କ ବିଷୟରେ ଆଜି ଡିଟେଲ କରିବା ଆଉ ଜାଣିବା ସେ ତାର ଜନ୍ମମାନେ ସବୁ କେତେବେଳେ ରହୁଛନ୍ତି ଆଉ କୋଉଠି ରହୁଛନ୍ତି। ସୂର୍ଯ୍ୟ ଚନ୍ଦ୍ର ଭାଇ ଭଉଣୀ। ତାହେଲେ ସୂର୍ଯ୍ୟ ଆଉ ଚନ୍ଦ୍ର କଣ ହେଲେ? ଦି ଜଣ ଭାଇ ଭଉଣୀ ହେଲେ। ଦୂର ଗଗନେ ଦିଶେ। ଗଗନ ମାନେ କଣ? ଆକାଶ। ଦୂର ଗଗନେ ଦିଶେ। ରାତି ପାହିଲେ ସୂର୍ଯ୍ୟ ଆସେ। ରାତିରେ ଜହ୍ନ ହସେ। ଜହ୍ନ ଆଲୁଅ ଶୀତଳ ଭାରି। ଖରା କରଇ ତେଜ। ସୂର୍ଯ୍ୟ ଚନ୍ଦ୍ର ଭାଇ ଭଉଣୀ। ମନରେ ତାଙ୍କୁ ହେଜ। ସୂର୍ଯ୍ୟ ଚନ୍ଦ୍ର ଭାଇ ଭଉଣୀ। ମନରେ ତାଙ୍କୁ ହେଜ। ତାହେଲେ କଣ କହିଲେ? ରାତିର ତାହେଲେ କିଏ ଆସେ? ରାତିରେ ଜହ୍ନ ଆସେ। ଆଉ ରାତି ପାହିଗଲେ ସୂର୍ଯ୍ୟ ଆସେ। ଆଉ ତାର କଣ କେତେବେଳେ ଆସେ? ତାର ବି ରାତିରେ ଆସେ। ଜହ୍ନ ଆଲୋଟା କଣ? ଶୀତଳ ନା? ରାତିରେ ତ ଜହ୍ନ ଆସେ, ଆମକୁ ଥଣ୍ଡା ଲାଗେ ନା ଗରମ ଲାଗେ? ଥଣ୍ଡା ଲାଗେ। ଆଉ ଜହ୍ନ ଦିନରେ ଆସେ ସୂର୍ଯ୍ୟ ଯେତେବେଳେ କଣ ଆମକୁ ଗରମ ଲାଗେ ନା? ସୂର୍ଯ୍ୟ ଯେତେବେଳେ କଣ ବହୁତ ଗରମ କରେ ନା? ସାଇଠି ବସ। ସୂର୍ଯ୍ୟଙ୍କ ତାପଟା ବହୁତ ଗରମ ଲାଗେ ନା? ଆମକୁ ଖରା କାଟେ ନା? ତାହେଲେ କଣ କୁହାହେଲାଣି? ଏଠି କଲ କଥା ଶୁଣ କଣ କୁହାହଉଛି? ଖରା କରଇ ତେଜ। ଯେତେବେଳେ ଖରାଟା କଣ ତାଙ୍କ ସୂର୍ଯ୍ୟଙ୍କ ତାପଟା ବହୁତ ଗରମ କରେ, ମାନେ ବହୁତ ତାତିଯାଏ, ଆମକୁ ଗରମ ଲାଗେ ନା? ଆପଣ ଜାଣିପାରିଲ? ସୂର୍ଯ୍ୟ ଚନ୍ଦ୍ର ଗୀତ ସମସ୍ତେ ଶୁଣିଲ?